ବାଲେଶ୍ୱର ଜିଲ୍ଲା ସ୍ଥିତ ହଳଦୀପଦା ପଞ୍ଚାୟତରେ ବିଶିଷ୍ଟ ସମାଜସେବୀ ବ୍ରହ୍ମାନନ୍ଦ ମଲ୍ଲିକଙ୍କର ସକାଳେ ହୃଦଘାତରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ଖବର ପାଇ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ରାଜନୈତିକ ନେତୃବୃନ୍ଦ, ସାମ୍ବାଦିକ ଗୋବିନ୍ଦାସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସ୍ୱର୍ଗତ ବ୍ରହ୍ମାନନ୍ଦ ମଲ୍ଲିକ ନିଜର ଚାକିରି ଜୀବନରେ ସମାଜ ସେବାରେ ବ୍ରତୀ ଥିଲେ। ଅବସର ଗ୍ରହଣ ପରେ ବିଜେଡିର ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରି ଆସୁଥିଲେ। ଗତକାଲି ରାତିରେ ସେ ଶୋଇବା ପରେ ଆଜି ଆଉ ନିଦରୁ ଉଠି ନଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଧର୍ମପତ୍ନୀ ଶାନ୍ତିଲତା, ମା ଲକ୍ଷ୍ମୀମଣୀ, ସାନ ଭାଇ ତଥା ରୋଟାରିଆନ ଓ ବିଜେଡି ନେତା ଗୌରହରି ମଲ୍ଲିକ, ଭାଇ ବାଇଧର ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପୁଅ ଜିତେନ୍ଦ୍ର, ଝିଅ ଇପ୍ସିତା ମହାପାତ୍ର, ଜ୍ୱାଇଁ ଅମରଜିତ ମହାପାତ୍ରଙ୍କ ସମେତ 2 ଭଉଣୀ ଓ ଜ୍ୱାଇଁମାନେ ଉପସ୍ଥିତ ଥିଲେ। ଆଜି ଅପରାହ୍ନରେ ଗୋବିନ୍ଦାସ୍ଥିତ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି। ତାଙ୍କ ଦେହାନ୍ତ ପରେ ହଳଦୀପଦା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଲେଶ୍ୱରରୁ ବ୍ୟୁରୋ ରିପୋର୍ଟ, ଆଜିର ଖବର ଇଣ୍ଡିଆ।